ଏହି ଖେଳାଳିଙ୍କୁ ସୁଯୋଗ ଦେଇ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଲା ଭାରତ। ତୃତୀୟ ୱାନଡେରୁ ଏମାନଙ୍କୁ ଡ୍ରପ୍ କରିବେ ଅଧିନାୟକ ରୋହିତ। ଏହି ପ୍ଲେଇଂ 11 ନେଇ ପଡ଼ିଆକୁ ଓହ୍ଲାଇବ ଭାରତ। ଶ୍ରୀଲଙ୍କା ଗସ୍ତରେ ଟି20 ସିରିଜ୍ 3-0ରେ ଜିତିବା ପରେ କେହି ମଧ୍ୟ ଭାବିନଥିଲେ କି ୱାନଡେ ସିରିଜରେ ଟିମ୍ ଇଣ୍ଡିଆ ଏହି ଲଜ୍ଜାଜନକ ପ୍ରଦର୍ଶନ କରିବ। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ରୋହିତ ଶର୍ମାଙ୍କ କପ୍ତାନୀରେ ଭାରତୀୟ ଦଳ ପ୍ରଥମ ଦିନିକିଆ ମ୍ୟାଚ୍ 231 ରନ୍ର ଟାର୍ଗେଟ୍ ଆରାମରେ ଚେସ୍ କରିପାରିଥାନ୍ତା, କିନ୍ତୁ ଏହି ମ୍ୟାଚ୍ଟି ଟାଇ ହୋଇଗଲା। ଦ୍ୱିତୀୟ ୱାନଡେରେ ମଧ୍ୟ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଆହୁରି ଖରାପ ଦେଖାଦେଇଥିଲା। ବିରାଟ କୋହଲି, ଶ୍ରେୟସ ଆୟାର ଏବଂ କେଏଲ୍ ରାହୁଲଙ୍କ ଭଳି ଷ୍ଟାର ଖେଳାଳି ଦଳରେ ଥିବା ସତ୍ତ୍ୱେ ଭାରତ 208 ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଲଗାତାର ଦୁଇଟି ଯାକ ମ୍ୟାଚ୍ରେ ଭାରତୀୟ ବ୍ୟାଟର ଦଳକୁ ନିରାଶାଜନକ ପ୍ରଦର୍ଶନ ଦେଇଥିଲେ, ଯେଉଁଠି ଅଧିନାୟକ ରୋହିତ ଶର୍ମା ଏବଂ ସୁମନ ଗିଲ୍ ଭଲ ଷ୍ଟାର୍ଟ ଦେବା ସତ୍ତ୍ୱେ ମଧ୍ୟ ଆସାନ ଟାର୍ଗେଟକୁ ଚେସ୍ କରିପାରିଲାନି ଭାରତ। ସେଥିପାଇଁ ହେଡ୍ କୋଚ୍ ଗୌତମ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମା ତୃତୀୟ ୱାନଡେରେ ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚ୍ରେ ଫ୍ଲପ୍ ଶୋ ପରେ ଶିବମ ଦୁବେଙ୍କୁ ଡ୍ରପ୍ କରିବା ପାଇଁ ମଜବୁର ହେବେ ଅଧିନାୟକ ରୋହିତ। ଏହି ମ୍ୟାଚ୍ରେ ଦୁବେଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ଦଳରେ ସୁଯୋଗ ଦେଇପାରନ୍ତି। ଦୁଇ ଦଳ ମଧ୍ୟରେ ନିର୍ଣ୍ଣାୟକ ମୁକାବିଲାଟି 7 ଅଗଷ୍ଟରେ ଖେଳାଯିବ। 3 ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ 0-1ରେ ପଛରେ ରହିଛି। ଏମିତିରେ ରୋହିତ ଶର୍ମାଙ୍କ ସେନା ଏହି ମ୍ୟାଚ୍ଟିକୁ ଜିତି ସିରିଜକୁ 1-1ରେ ବରାବର କରିବାକୁ ଚାହିଁବ। ଆସନ୍ତୁ ନଜର ପକାଇବା ଭାରତର ସମ୍ଭାବ୍ୟ ପ୍ଲେଇଂ 11 ଉପରେ। ସେମାନେ ହେଲେ ରୋହିତ ଶର୍ମା, ସୁମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟାର, କେଏଲ୍ ରାହୁଲ, ରିଷଭ ପନ୍ତ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ ଏବଂ ଅର୍ଶଦୀପ ସିଂ।